আজি এ অজ্ঞান তিমির হইছি রে দূর তুমরি পরশ পাই। আজি প্রভুঙ্কর কীর্তন ভিতর দেইকিরি যে সুন্দর কথা এ যে শ্রী ঠাকুর অনুকূল চন্দ্রଙ୍କର ভাববাণী ভিতর দেইকিরি ଅଛି কেউ ভଳି ভাବରେ ଆମେ କୃଷ୍ଣଙ୍କର କଥା ଭଗବାନଙ୍କର ଗୁଣ କୀର୍ତ୍ତନ ଭଗବାନଙ୍କର ନାମ ପ୍ରଚାର କୃଷ୍ଣଙ୍କର ନାମ ପ୍ରଚାର କରିବା ପାଇଁ ଠାକୁର ଯେଉଁ କଥା କହିଛନ୍ତି ସେହି ବିଷୟରେ ଆଜିର ଆଲୋଚ୍ୟ ବିଷୟବସ୍ତୁ। ତେଣୁ ଠାକୁର ଆସିଥିଲେ ଯେଉଁ ରାଧାକୃଷ୍ଣଙ୍କର ତତ୍ତ୍ୱ ଉପରେ ସର୍ବସାଧାରଣରେ ବତେଇ ଦେବା ପାଇଁ, ଯାହା କଲେ କି ଆଉ ଏ ଜୀବନରେ ପୁନର୍ଜନ୍ମ ହେବାକୁ ପଡ଼ିବ ନାହିଁ। ସେ ଠାକୁରଙ୍କର ଅହେତୁକି କୃପା। ଯେଉଁମାନେ ଦୀକ୍ଷା ନେଇଛନ୍ତି, ନାମ ନେଇଛନ୍ତି, ନାମ ଭିତର ଦେଇକିରି ହିଁ ଗୁରୁ ପରମ୍ପରା ଭିତରେ ରହିକିରି ହିଁ ଠାକୁରଙ୍କୁ ଭଜନ କରୁଛନ୍ତି। ଯଦି ଆମକୁ କେହି ଭୁଲ ଶିକ୍ଷା ଦଉଛି ତାହେଲେ ଗୋଟିଏ ଜିନିଷ ଦେଖିବେ, ଯଦି ଠାକୁରଙ୍କ ଚନ୍ଦ୍ର ଦୀକ୍ଷା ନେଇଛନ୍ତି ସତ୍ୟାନୁସରଣ, ସତ୍ୟାନୁସରଣ ଆପଣଙ୍କ ପାଇଁ ଗୋଟେ ପ୍ରକାର ବାଟ ଯାହାଟା କି ଠିକ ଭୁଲ ଆମ ଜୀବନ ନିଷ୍ପତ୍ତି ସବୁ ଦେଖାଇ ଦିଏ। କହିବା କଥା ଭିତରେ ଦେଇକିରି କିଛି ନା କିଛି ଭୁଲ ହେଇଯାଇପାରେ, କିନ୍ତୁ ସତ୍ୟାନୁସରଣ ଭିତରେ ଦେଇ ଗୋଟିଏ ଗୋଟିଏ କଥା ଅଛି, ଅର୍ଥ ମାନ ଯଶ ଇତ୍ୟାଦି ପାଇବା ଆଶାରେ ମତେ ଠାକୁର ସଜେଇ ଭକ୍ତ ହୁଅ ନାହିଁ। କିନ୍ତୁ ଆଜିକାଲି ଆମେ ଅର୍ଥ ମାନ ଯଶ ପାଇବା ଇଚ୍ଛା ନାହିଁ, ଠାକୁରଙ୍କୁ ସଜେଇକିରି ଭକ୍ତ ହେଇଯାଉଛି। ଆଜି ଆମେ କହିବୁ, ଆଜି ଆମେ ଭଜନ ଗାଇବୁ, ଆରେ ତମେ ମାନେ ତ ବୁଢା ହେଇଗଲଣି, କାଲି ସକାଳେ ଚାଲିଯିବ। ଯେଉଁମାନେ ନୂଆ ପିଢି ଆସୁଛନ୍ତି ସେମାନଙ୍କୁ ଶିକ୍ଷା ଦେବା ଦରକାର। ନାଇଁ, ତମେ ମାନେ ବି ଯାଅ ଠାକୁରଙ୍କର କଥା କିଛି କୁହ, ତୁମେ ମାନେ ଠାକୁରଙ୍କର ଅନୁଭୂତି ଉପରେ କିଛି କୁହ, ତୁମେ ମାନେ କୃଷ୍ଣଙ୍କର ଲୀଳା ବିଷୟରେ କିଛି କୁହ, ପ୍ରେରଣା ଦେବା ଦରକାର ପର ପିଢିକୁ। କେମିତି ହବ? ବାପ ଠାରୁ ପୁଅ, ପୁଅ ଠାରୁ ତାର ପୁଅ, ଏଇଭଳିଆ ବଂଶାନୁକ୍ରମିକ ଯେମିତି ଗତି କରି ଆସେ, ସେଇଭଳି ଭାବରେ ଏ ଯୋଉ ଗୁରୁ ପରମ୍ପରାଟା ଗୁରୁ ପାଖରୁ ଶିଷ୍ୟ ପାଖକୁ ଆସେ। ସେ ଶିଷ୍ୟ ପୁଣି ତାର ପ୍ରାପ୍ତ ବୟସ୍କରେ ସେ ପୁଣି ଗୁରୁ ହେଇଯାଏ, ପୁଣି ତାଙ୍କର ଶିଷ୍ୟ ମାନଙ୍କୁ ଦିଅନ୍ତି, ଯାହାକି ଗୁରୁ ପରମ୍ପରା ଆସିଛି। ଆଉ ସତ୍ ଶିକ୍ଷାଟା ଦବା ହିଁ ଗୁରୁ ମାନଙ୍କର ଲକ୍ଷ୍ୟ ରହିବା ଦରକାର। ଆଜି ଶୁଣିବାକୁ ମିଳେ ବହୁତ ଜାଗାରେ, ଶୁଣିବାକୁ ମିଳେ, ଏଇଟା ଠିକ କି ଭୁଲ ମୁଁ କହିପାରିବିନି, ବହୁତ ଜାଗାରେ ଠାକୁରଙ୍କର ଦାନ ପଇସା ଯୋଉ ସତ୍ସଙ୍ଗ ପାଇଁ ଦିଆଯାଉଛି ତାକୁ କିଏ ଖାଇ ଦଉଛନ୍ତି, ଯାଇତରେ ଯେ ବୁଝାବୁଝି କରୁଥିବେ ଖାଇ ଦଉଛନ୍ତି। କେତେ ଜାଗାରେ ଯଦି ପ୍ରଣାମୀ ଦିଆହେଇଛି ତାକୁ ନିଜ ପକେଟରେ ପୁରେଇ ପଳଉଛନ୍ତି। ବହୁତ ଜାଗାରେ ଏଭଳି ଘଟୁଛି। ସବୁ ଜାଗାରେ କିଛି ସାଧୁ ଅଛନ୍ତି, କିଛି ଭଣ୍ଡ ପ୍ରକୃତିର ଲୋକ ସାଧୁ ବେଶଧାରୀ ଅଛନ୍ତି। ଠାକୁର ସବୁ ଦେଖୁଛନ୍ତି, ସବୁ ଜାଣୁଛନ୍ତି, କିଏ ଭଣ୍ଡାମି କରୁଛି, କିଏ ବାସ୍ତବିକ ଠାକୁରଙ୍କୁ ଭଲ ପାଉଛି। ଯେ ମତେ ଯେପରି ଭାବରେ ଭଜନ କରେ, ମୁଁ ବି ତାକୁ ସେପରି ଭାବରେ ଭଜନ କରେ, ଯାହାକି ଆପଣ ମାନେ ଗୀତାରେ ଶୁଣିଥିବେ। ଆଉ ଗୀତା ଭାଗବତ ନିହାତି ଆବଶ୍ୟକ ଜୀବନରେ। ଯେଉଁମାନେ କହୁଛନ୍ତି ଗୀତା ଭାଗବତର ଆବଶ୍ୟକତା ନାହିଁ, ତାହେଲେ ଠାକୁର ଅନୁକୂଳ ଚନ୍ଦ୍ର ସେ ବୁଝିପାରିବେ ନାହିଁ। ଆଉ ଠାକୁର ଅନୁକୂଳ ଚନ୍ଦ୍ର ହଉଛନ୍ତି, କେହି କୁହନ୍ତି ଯୁଗାବତାର, ଆଙ୍କ ପରେ ଆଉ କେହି ଆସିବେନି, ଆସିବେ। ଯେପର୍ଯ୍ୟନ୍ତ ସୃଷ୍ଟି ଅଛି ଠାକୁରଙ୍କର ଯେତେବେଳେ ଇଚ୍ଛା ହବ ଠାକୁର ବିଭିନ୍ନ ରୂପ ନେଇକିରି ଆସିବେ। ଆମେ ଏଇ ଯାଇ ଦେଖିଛେ, ଆମେ ଭବିଷ୍ୟତ ଦେଖିଛେ, ଦେଖିନି। ଆମର ଆଜି ବଞ୍ଚିଛେ, କାଲି ସକାଳେ ଆମ ଭବିଷ୍ୟତରେ ଆମେ ବଞ୍ଚିବା କି ମରିବା ତା ବି ଆମେ ଜାଣିଛେ, ଜାଣିନି। କିନ୍ତୁ ମିଛ ପ୍ରହସନ ଭିତର ଦେଇକିରି ଯୋଉ ଅନ୍ଧାର ଭିତରେ ଦେଇକିରି ଆମେ ଯାଉଛେ, ଠାକୁର କହିଲେ ମୁଁ ତ ଏପଟରେ ଆଲୋର ଧାରା ଦେଖେଇକି ତମକୁ ରଖିଛି, ତମେ ସେପଟକୁ ପଛ କରି କାହିଁକି ଚିତ୍କାର କରୁଛ? ତେଣୁ ଗୁରୁଙ୍କୁ ବାଦ ଦେଇଦେଲା ପରେ, ଗୋଟେ କାଲିର ଟପିକ ଥିଲା ଯାହା କହିଥିଲି, ଗୁରୁଙ୍କୁ ବାଦ ଦେଇ ଗୁରୁ ଉପାସନା କରିବା ମାତ୍ର ଅନ୍ଧକାର ଭିତରକୁ ପ୍ରବେଶ କରିବା। ଗୁରୁଙ୍କୁ କେନ୍ଦ୍ରିତ କରି ଗୁରୁଙ୍କ ଆଡକୁ ନଜର କରି ଯେତେବେଳେ ଆମେ ଚାଲି ଚାଲି ଯିବା, ବା ଧର୍ମ କ୍ଷେତ୍ରରେ, ଆମ ଜୀବନ କ୍ଷେତ୍ରରେ, ତାହେଲେ ଆମେ ଆଲୁଅର ପଥ ଦେଇକି ଯିବା। ଆରେ ଗୁରୁ ପରା ଟର୍ଚ୍ଚ ମାରୁଛନ୍ତି, ଆମେ କୋଉଠି କଣ୍ଟା କୋଉଠି ସେଟା। ଗୋଟେ ଜିନିଷ ଶୁଣିଥିବେ, ବିପାକ ପଥେ ହାତ ଧରି ଯେ ଚାଲିବା କାଇଦା ଜଣାଇ ଦିଏ, ତାଙ୍କୁ ହିଁ ଜାଣ ଗୁରୁ ବୋଲି, ଅଭୟ ପଥେ ସେହି ତ ନିଏ। ଅଭୟର ପଥ ଦେଖାନ୍ତି,
ନାମଟା ଦିଅନ୍ତି, ଅଭର ପଥ ଦେଖାନ୍ତି। ଗୁରୁଙ୍କୁ କେନ୍ଦ୍ରିତ କରି ଯେଉଁମାନେ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ପରମ୍ପରା ଭିତରେ ଅଛନ୍ତି, ଗୁରୁଙ୍କୁ କେନ୍ଦ୍ରିତ କରି ହିଁ ନାମ ଦିଆଯାଇଛି। ଗୁରୁଙ୍କୁ ବାଦ ଦେଇକରି କାହାକୁ ନାମ ଦିଆଯାଇନି। ତାହେଲେ ମିଥ୍ୟା ପ୍ରରୋଚନା ଭିତରେ ଦେଇ କାହିଁକି ଅଜ୍ଞାନ ଅନ୍ଧକାର ଆଡକୁ ଗୁରୁଙ୍କୁ ବାଦ ଦେଇ କାହିଁକି ଯାଉଛନ୍ତି? ଅଜ୍ଞାନ ଅନ୍ଧକାର ଭିତରେ ପ୍ରବେଶ କରିବେ, ନିଜର ଏ ଜୀବନଟି ନଷ୍ଟ ହେଇଯିବ। ଅଜ୍ଞାନ ତିମିର ହୋଇଛି ରେ ଦୂର, ତୁମରି ପରଶ ପାଇ। ପରଶ ମାନେ ସେଇ ପରଶ କଥା ଆଜି ପଢିବା ଜାଣିବା। ଏଇ ଯୋଉ ଭାବବାଣୀ ଭିତର ଦେଇକିରି ଅତି ସହଜ ସରଳ ଭାବରେ ଲେଖା ହେଇଛି। କେହି କେହି କୁହନ୍ତି ଏ ବହିଟି ଭୁଲ, ଏ ବହିଟି ଭୁଲ ନୁହେଁ, କେବଳ ଏଇ ବହିଟି ଠିକ ଲେଖା ହେଇଛି କି ଭୁଲ ଲେଖା ହେଇଛି ସେଥିଲାଗି ଏଇ ଯୋଉ ପୁସ୍ତକ ଦେଖୁଛନ୍ତି, ଏ ପୁସ୍ତକ କେବଳ ଆଣିଲି ଦେଖିବା ପାଇଁ କି ଏ ଯୋଉ ଓଡିଆରେ ଯୋଉ ଭାବବାଣୀ ଲେଖା ହେଇଛି ଏଇଟା ଯୋଉ ବଙ୍ଗଳା ଭିତରେ ଅଛି, ଏ ବଙ୍ଗଳା ভিতর ଦେଇକିରି সংসারটা কি জানিস, বাঘ ধারা খাঁচা, এ খাঁচার মধ্যে মায়া ঝাগল আছে, বাহির হয়ে লোভ হয়ে খুব ভিতরে গিয়ে ছাগলের লোভে থাকে, যেই যায় এদিকে কপাট বন্ধ, ছাগল ধরাও হলো না, বেড়ে নাও গেল না, শেষে বিন্দুকের গুলি যাই। এটা বঙ্গলার লেখা আছে, আমি বঙ্গলা ভাষা সব বুঝি পারুনি, কিন্তু যেটা ওড়িয়ার লেখা আছে আমি সেইটাকে দেখিয়া সেই বিষয় ভিতর ଦେଇକରି ଯିବା। ଆମେ ଓଡ଼ିଆ ଲୋକ ସହଜ ସରଳ ଭାବରେ ବୁଝିପାରିବା ଯେଭଳି ଭାବରେ। ତେଣୁ ଦେଖିବାକୁ ଗଲେ ଠାକୁରଙ୍କର ଆଜି ଯାହା କହିଲେ, ତୁମର ଆଉ ଭାବନା କଣ, ସବୁ ହେବ, ସବୁ ପାଇବୁ, ଯାହା ଚାହିଁବ ତାହା ପାଇବ, ଯେ ଥରେ ମୋର ଶରଣ ନିଏ ତାର କଣ ଆଉ ଭାବନା ଥାଏ, ନିଶ୍ଚୟ ବ୍ରହ୍ମରେ ଲୀନ ହେବ ନିଶ୍ଚୟ। ତେଣୁ ଭଗବାନ ପ୍ରତି ଗୁରୁଙ୍କ ପ୍ରତି ଆସକ୍ତ ଆଟାଚ ହୁଅ ଏବଂ ସେଉମାନଙ୍କୁ ହିଁ ଭଲ ପାଅ ଯେଉଁମାନେ ତାଙ୍କୁ ଭଲ ପାଆନ୍ତି, ତାଙ୍କୁ ମାନେ ଭଗବାନ, କାରଣ ପୂର୍ବବର୍ତ୍ତୀଙ୍କୁ ଅଧିକାର କରି ହିଁ ପରବର୍ତ୍ତୀଙ୍କର ଆବିର୍ଭାବ। ରାମ ଆସିଥିଲେ, ତାପରେ କୃଷ୍ଣ ଆସିଲେ, ଜଗନ୍ନାଥ ଆସିଲେ, ବହୁତ ପ୍ରଭୁଙ୍କର ବିଭିନ୍ନ ସ୍ୱରୂପ ଆମ ଅଗୋଚରରେ ବି ଆହୁରି ଅନେକ ଅନେକ ଜନ୍ମ ପ୍ରଭୁ ନେଇଛନ୍ତି, ଲୀଳା କରିଛନ୍ତି, ଆମେ ସବୁ କିଛି ଜାଣିନେ। ଆମେ ଯେତିକି ପୁସ୍ତକରେ ଯାଉଛେ କି ସତ୍ସଙ୍ଗ ଯାଉଛେ, ଯେତିକି ଆମେ ସେଠୁ ପଢିଲେ ସେତିକି ଜ୍ଞାନ ଆମ ଭିତରେ ରହିଲା। ବହୁତ ଜିନିଷ ଅଛି, କେବଳ ପ୍ରଭୁଙ୍କର କୃପା ଭିତରେ ଦେଇକିରି ଆମକୁ ସେସବୁ ମିଳିପାରିବ। ତେଣୁ ସମସ୍ତେ ପ୍ରଭୁଙ୍କର ଶରଣରେ ଆସିକିରି ସେଇ କୃଷ୍ଣଙ୍କର ଶରଣରେ ଆସିବା। ମନେ ମନେ ଭାବିବୁ ମୋର କିଛି ନୁହେଁ, ପୁଣି ସବୁ ମୋର। ଥରେ ମତେ ସ୍ପର୍ଶ କରିପାରିଲେ ପ୍ରାଣ ମନରେ ଅଜ୍ଞାତ ସାରିଲେ, ମୁଁ ତାକୁ ସ୍ୱର୍ଗ ରାଜ୍ୟକୁ ତୋଳି ନିଏ, ପରେ ସେ ମୋର ସାରୂପ୍ୟ ଲାଭ କରେ। ଥରେ ମତେ ସ୍ପର୍ଶ କରିପାରିଲେ, ପ୍ରଭୁଙ୍କୁ ତ ଆମେ ଦେଖିନେ ପୁଣି ସ୍ପର୍ଶ କରିବା କେମିତି? ନା ଏଠି ଅତି ଗୋଟେ ସୁନ୍ଦର କଥା ଠାକୁର ଯାହା ବି କହିଦେଇଛନ୍ତି। ଯାହା ବି ଗୀତାରେ ଭଗବାନ କହିଛନ୍ତି କଣ, ନାହଂ ତିଷ୍ଠାମି ବୈକୁଣ୍ଠେ ନାହଂ ଯୋଗିନାରୁ ଦେନ ଚ ମଦଭକ୍ତା ଯତ୍ର ଗାୟନ୍ତି ତତ୍ର ତିଷ୍ଠାମି ନାରଦ। ମୁଁ କୋଉଠି ରୁହେ ନା ମୋ ଭକ୍ତ ଯୋଉଠି ମତେ ଗାନ କରେ ମୁଁ ତାର ଭକ୍ତର ହୃଦୟରେ ରହେ। ଏ ଭକ୍ତ ଭଗବାନ ଦୁହେଁ ଅଭିନ୍ନ ହୃଦୟ, ଭକ୍ତ ସଙ୍ଗ ବିନା କେବେ ଜ୍ଞାନ ବା ଭାବ ନ ହୋଇବ। ଜ୍ଞାନ ବି ହବନି ଭକ୍ତଙ୍କର କଥା ନ ଶୁଣିଲେ, ଭକ୍ତଙ୍କ ସହିତ ନ ମିଶିଲେ, ଭାବ ବି ହବନି, ଦିଟାକ ହବନି, ଭାବ ଆଉ ଜ୍ଞାନ ଆମ ପାଖରେ ଆସିବ। ତେଣୁ ଭକ୍ତଙ୍କର ସଙ୍ଗ ଦରକାର। ଭକ୍ତ ଯେ ଭଗବାନଙ୍କୁ ହିଁ ଭଜନ କରନ୍ତି, ଭଗବାନଙ୍କ ଉପରେ ଆସ୍ଥା ଭରସା ରଖନ୍ତି, ସେ ହେଉଛନ୍ତି ଭକ୍ତ। ଭକ୍ତ ଯଦି କୃପା କରିଦେଲା ତାହେଲେ ଭଗବାନଙ୍କ କୃପା ନିଶ୍ଚିନ୍ତ ଭାବରେ ମିଳିଯାଏ। ଭକ୍ତ ହୃଦୟରେ ଭଗବାନ, ଭଗବାନଙ୍କ ହୃଦୟରେ ଭକ୍ତ ଥାନ୍ତି ଯାହା ବି। ତେଣୁ ତାଙ୍କୁ ସ୍ପର୍ଶ କରିବା ମାନେ ଭଗବାନଙ୍କର ନାମ ଅହର୍ନିଶି ନବା ଭିତରେ ଯେତେବେଳେ ଠାକୁର ତ ଜାଗ୍ରତ ହୋଇ ଉଠିବ, ସେତେବେଳେ ଭଗବାନଙ୍କର ନାମ ସ୍ପର୍ଶ କରିପାରିବା। ଠାକୁର ଯାହା ବି ଶିକ୍ଷା ଦେଇଛନ୍ତି ଆ ଭିତରେ ହଉଛନ୍ତି କଣ, ଦୁଇ ଭ୍ରୁଲତାର ମଧ୍ୟବର୍ତ୍ତୀ ସ୍ଥାନରେ। କିଏ କହିଲେ ତମେ ତିଲକ ଚନ୍ଦନ ଲଗାଅ, ମୁଁ ଲଗାଏ, ପ୍ରତ୍ୟେକ ଦିନ ହିଁ ଲଗାଏ। ଯେତେବେଳେ ଯୋଉମାନେ ଦୀକ୍ଷା ନିଅନ୍ତି ତାଙ୍କର ଏଇଠି ଗୋଟେ ତିଲକଟେ ଲଗେଇ ଦିଆଯାଏ। କାହିଁକି ନା ଏଇଟା ହଉଛି କେନ୍ଦ୍ରବିନ୍ଦୁ, ଏଇଠାରେ ହିଁ ଲକ୍ଷ୍ୟ ରଖିକି ଆମେ ଗୁରୁଙ୍କର ପ୍ରଦତ୍ତ ମନ୍ତ୍ରକୁ ଜପ କରିବା। ଆଉ ଯେଉଁ ମନ୍ତ୍ରକୁ ଜପ କରିବା ସେଇ ମନ୍ତ୍ରର ସ୍ୱରୂପକୁ ଯଦି ଏଇଭଳି ଏଇ ଜାଗାରେ ଚିନ୍ତନ କରିବାକୁ ବହୁତ ଶିକ୍ଷା ଭିତରେ ଦେଇକିରି ଅଛି। ଆମେ ତ କିଛି ଜାଣିନେ, ଆଉ ଜାଣିବାକୁ ବି ଚେଷ୍ଟା କରୁନି। ଆଜି ମୁଁ କହିଦେଲି, ମତେ ବି ଦୁନିଆ
ଗାଳିର କେତେ ଜଣ ଭଲ କମେଣ୍ଟ ଦେଉଛନ୍ତି, କେତେବେଳେ ଗାଳି କମେଣ୍ଟ କରୁଛନ୍ତି। କାହିଁକି ନା କିଛି କରିବାକୁ ହେଲେ କିଛି ଲୋକ ଥାନ୍ତି କେବଳ ଗୋଡ଼ ଟାଣନ୍ତି, ନିଜେ ତ ଉଠି ପାରିବୁନି କି କାହାକୁ ଉଠିବାକୁ ବି ଦେବୁନି, ସେମାନଙ୍କର ଚିନ୍ତାଧାରା ଭିତରେ ଥାଏ। ଏଇଭଳି କଥା ଭିତରେ ଦେଇକରି ଗଲେ କଣ, ଅର୍ଥରେ ପୁଣି ଶାନ୍ତି କେଉଁଠି, କାମିନୀରେ ପୁଣି ଶାନ୍ତି କେଉଁଠି? ମଣିଷ ଶାନ୍ତି ଚାହେଁ, ସୁଖ ସୁଖ କହି ପାଗଳ ହୁଏ, ସେଇ ଏନ୍ତୁଡ଼ି ଶାଳରେ କାନ୍ଦି କାନ୍ଦି କହେ ମୁଁ ସୁଖ ଚାହେଁ, କିନ୍ତୁ ପରମାତ୍ମା ସବୁଠାର ମଧ୍ୟରେ ଅଛନ୍ତି ଟିକିଏ ସୁଖରେ। ସବୁଠାରୁ ସୁଖ ହଉଛନ୍ତି ଭଗବାନଙ୍କ ଶରଣରେ, ଭଗବାନଙ୍କ ପାଖରେ ସତଚିତ୍ ଆନନ୍ଦ। ସୁଖ ହିଁ ସେଇଠି ଅଛି। ରସଗୋଲାରେ ସୁଖ ଅଛି। ଆଜି 5-7ଟା ରସଗୋଲା ଖାଇଦେଲେ, କାଲି ସକାଳେ ପେଟ ଖରାପ ହେଇଯାଇଛି, ପାଟି ବାନ୍ଧିଗଲା, ଆଉ ଗୋଟେ ଖାଉନ, ନା ନା ମୁଁ ଆଉ ଖାଇବିନି, ହେଲେ ବୁପା କାଲି ଖାଇଦେଲି ମୋ ପେଟ ଖରାପ ହେଇଗଲା। ରସଗୋଲାରେ ସୁଖ ଅଛି। ମୋବାଇଲ ଦେଖୁଛି ଯଦି ଭାଙ୍ଗିଗଲା, କଣ ତା ଦେହରେ ଗୋଟେ କଣ ଖରାପ ଟିକେ ହେଇଗଲା, ମନ ପୁଣି ଦୁଃଖ ହେଇଛି, ସୁଖ ଅଛି? ସୁଖ ନାହିଁ। ସୁଖ ବୋଲି ଯାହା ଜନ ନେତ୍ରରେ ଦିଶେ, ହାତେ ଆସେ ହାତ ପଡ଼ିବା ପାଇଁ। ତେଣୁ ସୁଖ ହଉଛନ୍ତି ପ୍ରଭୁଙ୍କ ପ୍ରେମରେ, କୃଷ୍ଣଙ୍କର ପ୍ରେମରେ। କିନ୍ତୁ ପରମାତ୍ମା ସବୁଠାର ମଧ୍ୟରେ ଅଛନ୍ତି ଟିକିଏ ସୁଖରେ। ତାହେଲେ ସୁଖ ହଉଛନ୍ତି କଣ? ପରମାତ୍ମାଙ୍କର ସହିତ ଆମର ମିଳନଟା, ସେଇଟା ହଉଛି ବାସ୍ତବିକ ସୁଖ। ତୁମେ କଣ ଜାଣିଛ? ଭଗବାନଙ୍କର ବହୁ ପ୍ରଚାର କରିବାକୁ, ଗୋଟାଇବାକୁ ତୋର ପ୍ରସ୍ତୁତି ଦରକାର। ଏଇ ଶୁଣ, ଏଇ ଦେଖି ପୂର୍ଣ୍ଣତା ପ୍ରାପ୍ତି ଅତି ନିକଟରେ। ଜଗତ ସାରା ଭଗବାନ, ଯାହାକୁ ଧରିବୁ ସେଥିରେ ହିଁ ପାଇବୁ ପରମାତ୍ମାଙ୍କ ପୂର୍ଣ୍ଣ ପ୍ରକାଶ। ଏଟାକୁ ସ୍ଫୁରଣ କରିପାରିଲେ ହିଁ ସବୁ ତୁଟିଯାଏ। କୃଷ୍ଣ ନାମରେ ବିପଦ ନଥାଏ, ବିପଦ ଆପଦ ଆସିପାରେ ନାହିଁ। ମତେ ଯିଏ ଥରେ ଭଲ ପାଏ, ମୁଁ ତାକୁ ଜନ୍ମ ଜନ୍ମାନ୍ତର ଭୁଲିପାରେ ନାହିଁ। କେବଳ ଦେବୁ କହିବୁ କୃଷ୍ଣ ନାମ କରିବାକୁ, ସବୁ ଦୂର ହୋଇଯିବ। କାହ୍ନୁର ସହିତ ବିରତି କରିବାକୁ ଅଧିକ ଚାତୁରୀ ଦରକାର। ରାମକୃଷ୍ଣ ତୁମ୍ଭମାନଙ୍କ ହାତ ପାଖରେ, ଦେଖେ ପରମାତ୍ମାକୁ ପ୍ରଚାର କର, ଏଇ ଅନ୍ତରେ ମିଶିଯିବେ। ମୁଁ ଉଠି ପଡ଼ିଛି, ଯିବ। ତୋର ଚିନ୍ତା କଣ? ତୋର ସୁଖ ଦୁଃଖ କଣ? ଛୁଟି ଆସ, ବିଶ୍ୱାସ କର, ଡେଇଁପଡ଼ କୀର୍ତ୍ତନରେ, ବ୍ରହ୍ମସାଗରରେ ଡୁବିଯିବ। କେତେ ସୁନ୍ଦର କଥା ଭିତରେ ଦେଇକରି କୃଷ୍ଣଙ୍କର ନାମ ଠାକୁର ନିଜେ କହିଲେ, କେବଳ ଦେବୁ କହିବୁ କୃଷ୍ଣ ନାମ କରିବାକୁ। হরি নামে কি আনন্দ, পুরাণ নাচই রে, গছ নাচে পত্র নাচে, পুরাণ নাচই রে। হে রাধা নামে কি আনন্দ, কৃষ্ণ নামে কি আনন্দ, পুরাণ নাচই রে। ପ୍ରଭୁଙ୍କର ନାମ ଭିତରେ ଦେଇକରି, ପ୍ରଭୁଙ୍କର ନାମ ଭିତରେ ଦେଇ ଯେତେବେଳେ ଆମେ ରୂପ ଧ୍ୟାନ କରୁଥିବା ସେଇ କୃଷ୍ଣଙ୍କର, ସେଇ ରାଧାଙ୍କର, ସେତେବେଳେ ଲାଗିବ ଯେମିତି ପ୍ରଭୁ ଯେମିତି ମୋ ପାଖରେ ଅଛନ୍ତି, ମୁଁ ତାଙ୍କ ନିକଟରେ ଅଛି, ସେ ମୋ ନିକଟରେ ଅଛନ୍ତି। କେତେ ସୁନ୍ଦର କଥା। ଅଭିନୟ ତ ସମସ୍ତେ କରୁଛି, ଥରେ ପ୍ରଭୁଙ୍କ ପ୍ରେମରେ ଅଭିନୟ କରିକି ଦେଖ। ଅଭିନୟ ସମସ୍ତେ ଜୀବନରେ କରନ୍ତି, ମିଛ ଅଭିନୟ। କେହି ବି କୁହନ୍ତି ମିଛ ଅଭିନୟ କରୁଛି, ଠିକ ଅଛି। ଏଇଠି ଠାକୁରଙ୍କର କଥା ଆଲୋଚନା କରିବା ପାଇଁ ଏଇଠି ବସିଛି। ଏଠି ହୁଏତ ମତେ କେହି ମିଛ ଅଭିନୟ କରୁଛି, ହୁଏତ ଯାହା ବି କିଛି କହିପାରନ୍ତି, କିଛି ଫରକ ନାହିଁ। ବହୁତ ଲୋକ କହିବେ, କହିବା ଲୋକ ତ ହଜାରେ କହିବେ, ତୋ ଠାରୁ କି ମତେ ଦୂରେଇ ପାରିବେ। ପ୍ରଭୁ ଏମାନେ ତ କହିବାକୁ ଆସିଛନ୍ତି, କହିବେ। କିଏ ଭଲ କହିବ, କିଏ ଖରାପ, ତାଙ୍କ ନିଜର ଚିନ୍ତାଧାରା ଭିତରେ ଦେଇକରି କାହାକୁ କିଏ ଭଲ ହୁଏ, କାହାକୁ କିଏ ଖରାପ ହୁଏ। କିନ୍ତୁ ପ୍ରଭୁ ସେ କଥାକୁ ମୁଁ ଭୃକ୍ଷେପ ନ କରି, ଏ ସବୁ ବନ୍ଧନ ତୁଟାଇ ହେ ପ୍ରଭୁ, ତୁମରି ବନ୍ଧନେ ରଖ। କାହ୍ନୁର ସହିତ ବିରତି କରିବାକୁ ଅଧିକ ଚାତୁରୀ ଦରକାର। ଏତେ ଶୀଘ୍ର ମିଳିଯିବ ନା? ଉଦ୍ଧବଙ୍କୁ ତ କେତେ ଜ୍ଞାନ ମିଳିଥିଲା, ଜ୍ଞାନ ପରେ ତାଙ୍କର ପ୍ରେମଟା ନଥିଲା। ତେଣୁ ଗୋପୀମାନଙ୍କ ପାଖକୁ ପ୍ରଭୁ ପଠେଇ ଦେଇଥିଲେ ଉଦ୍ଧବଙ୍କୁ, ଯାହା ସେଇଠି ତମେ ପ୍ରେମର ଶିକ୍ଷା କରି ଆସିବ, ତାହେଲେ ତମେ ପୂର୍ଣ୍ଣ ହେଇଯିବ।
ତେଣୁ ପ୍ରୀତି ଦରକାର, କାହ୍ନୁ ସହିତ ପ୍ରୀତି ଦରକାର। ଯାହାକି ଠାକୁର ଏଠି କହିଲେ କାହ୍ନୁ ସହିତ ପ୍ରୀତି ଦରକାର। କେହି କେହି କହନ୍ତି ଠାକୁର ତ ନିଜେ ସ୍ୱୟଂ ଭଗବାନ, ତାହେଲେ ସେ କାହିଁ କହନ୍ତି କାହ୍ନୁ ସହିତ ପ୍ରୀତି? ଠାକୁର ବାଣୀ ଭିତରେ ଅଛି, ଠାକୁର କୁହନ୍ତି ଶରୀରଟା ଏ ଯୁଗରେ ଆସିଛି ଗୁରୁ ରୂପରେ ତମ ମାନଙ୍କୁ ଶିକ୍ଷା ଦେବା ପାଇଁ, କିନ୍ତୁ ଠାକୁର ତ ଜାଗ୍ରତ ହେଇଯିବ, ସେତେବେଳେ ତମେ ଭଗବାନ ସହିତ ମିଶି ଯାଇପାରିବ। ତେଣୁ ସେ ଠାକୁର ତ ଜାଗ୍ରତ କରିବା ପାଇଁ ଠାକୁର କାହିଁକି ଆସିଛନ୍ତି, କଣ ପାଇଁ ଆସିଛନ୍ତି, ତାଙ୍କର ଉଦ୍ଦେଶ୍ୟ କଣ, ତାଙ୍କର ଲୀଳା କଣ, ଏସବୁ ବିଷୟରେ ନିହାତି ଜାଣିବା ଦରକାର। ଆଉ ମିଥ୍ୟା ପ୍ରରୋଚନାରେ ପଡିକରି ଆଡୁ ସାଡୁ ଜିନିଷକୁ ପଳାଇ ଜାଣିଲେ କଣ ହବ? କେହି କେହି କହନ୍ତି ତମେ ତମ ନିଜର ଅନୁଭୂତି କଥା କୁହ। ମୋ ନିଜର ଅନୁଭୂତି କହିଲେ କିଏ ବିଶ୍ୱାସ କରିବ? ମୋ ନିଜର ଅନୁଭୂତି କହିଲେ କଣ ଅଛି? ଆଜି ଯଦି ଆମେ ବଞ୍ଚିଛୁ ପ୍ରଭୁଙ୍କର ସେଇ କୃପା ଉପରେ, ଆଉ ଅନୁଭୂତି ମୋର କିଛି ନାହିଁ। ଯଦି ମୁଁ ବଞ୍ଚିଛି ତାହେଲେ ହୁଏତ ପ୍ରଭୁଙ୍କର କୃପାରେ, ପ୍ରଭୁଙ୍କର ଆଶୀର୍ବାଦରେ, ଆଉ ମୋ ପାଇଁ କି କୌଣସି ଚମତ୍କାରିତା ବା ମ୍ୟାଜିକାଲ ମୋ ପାଖରେ କିଛି ନାହିଁ, ଆଉ କିଛି ଅନୁଭୂତି ନାହିଁ। ଏ ଜୀବନ ହଉଛି ଭଗବାନଙ୍କର ଆଶୀର୍ବାଦ, ଆଉ ଅନୁଭୂତି କିଛି କହିପାରିନି। କାହିଁକିନା ଅନୁଭୂତି କହିଲେ ହୁଏତ ଦିନ ସରିଯିବ ବହୁତ କଥା, କିନ୍ତୁ ଅନୁଭୂତିର ସାରାଂଶ ହେଲା ମୁଁ ପ୍ରଭୁ ବଞ୍ଚିଛି ତୁମରି ମାନଙ୍କ କୃପାରେ। ଇଷ୍ଟବୃତ୍ତି ଆମେ ପ୍ରତ୍ୟେକ ଦିନ ମରୁଛେ, ପ୍ରତ୍ୟେକ ଦିନ ବଞ୍ଚୁଛେ, କେତେବେଳେ ଜାଣିଛେ ଶେଷ ନିଦ୍ରା ଆସିଯିବ। ଶୋଇ ପଡ଼ିଲେ ମାନେ ଆମର ଗୋଟିଏ ଜନ୍ମ ମରିଗଲା। ଆମେ ପିଲାବେଳେ ଏଡ଼ିଟିଏ ଥିଲେ, ସେଇ ଏଡ଼ିଟା କୁଆଡ଼େ ଗଲା ନା ସେ ମରିଗଲା, ଆଉ ଟିକେ ବଡ଼ ହେଲେ ତାପରେ ପ୍ରତ୍ୟେକ ଦିନ ଆମେ ମରୁଛେ, ପ୍ରତ୍ୟେକ ଦିନ ବଞ୍ଚୁଛେ। ଏଇ ଛୋଟ ସର୍ଟ ମରଣକୁ ଆମେ ଜାଣିପାରୁନେ, ଆମେ କହୁଛେ ଆମେ ବଞ୍ଚିଛେ। ଆମେ ପ୍ରତ୍ୟେକ ମୁହୂର୍ତ୍ତରେ ମରୁଛେ, ପ୍ରତ୍ୟେକ ମୁହୂର୍ତ୍ତରେ ବଞ୍ଚୁଛେ। ଆମ ଶରୀର ପୁଣି ବୃଦ୍ଧି ହେଉଛି, କିନ୍ତୁ ଛୋଟ ଶରୀରଟା ଚାଲି ଯାଉଛି, ବଡ଼ ଶରୀରଟା ଧୀରେ 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 ଆସୁଛି। ତେଣୁ ଏ ଜୀବନରେ କେତେବେଳେ ଆମର ଶେଷ ସମୟ ଆସିବ ତାହା ବି ଭଗବାନ ଛଡ଼ା କେହି ଜାଣିନାହାନ୍ତି। ତେଣୁ ଆମେ ସକାଳୁ ଉଠିଲେ ପ୍ରଭୁଙ୍କ ଉଦ୍ଦେଶ୍ୟରେ, ପ୍ରଭୁଙ୍କୁ ସମର୍ପଣ ଭାବରେ ଇଷ୍ଟବୃତ୍ତି ପ୍ରତ୍ୟେକ ଧର୍ମ ଭିତରେ ଦେଇକରି ଅଛି, ଭଗବାନଙ୍କୁ ସମର୍ପଣ କରିବା। ଏ ଜୀବନ ତାଙ୍କରି କୃପା, ତାହେଲେ ଆମେ ତାଙ୍କୁ କଣ ସମର୍ପଣ କରିବା? ଆମେ ଯାହା କହୁଛେ ମୋର ଏଇଟା ମୋର, ସେଇଟା ମୋର, ଆରେ ଏ ଜୀବନଟା ପୁରା ସିଏ ଦେଇଛନ୍ତି ଆମକୁ ଗିଫ୍ଟ, ଆମେ ତାଙ୍କୁ କଣ ଦଉଛେ? କେବଳ ଚାରୋଟି ଜିନିଷ ଦରକାର, ପତ୍ର ପୁଷ୍ପମ୍ ଫଳମ୍ ତୋୟମ୍। এই চারটি জিনিস দরকার, পত্র পুষ্প ফল জল। যদি এই বিষয়ে জানিବାକୁ চাহନ୍ତି তাহলে ପୂର୍ବ ভিডিଓ ଦେଖିବେ, এই ଚ୍ୟାନେଲ ଭିତରେ ଦେଇକି ଅଛି। ତୁମମାନଙ୍କର ମହା ମହା ପାପ ଥାଉ, ବ୍ରହ୍ମ ହତ୍ୟା, ଗୋ ହତ୍ୟା, ସ୍ତ୍ରୀ ହତ୍ୟା ଇତ୍ୟାଦି କରିଥା ଭୟ ନାହିଁ। ମତେ ବିଶ୍ୱାସ କର, ଆତ୍ମାକୁ ବିଶ୍ୱାସ କର, ଛୁଟି ଚାଲିଆ, ନାଚି ଛୁଟିଆ, ଭଗବାନ ଭଗବାନ କହି ଛୁଟି ଚାଲିଆ। ଜୟ କୃଷ୍ଣଙ୍କର ନାମ ଭିତରେ ଦେଇକିରି ସେତେବେଳେ ନାମଟା ଟିକେ ମଧୁର ହେଇପାରିବ ନା, ଯେତେବେଳେ କୀର୍ତ୍ତନ ଆସିବ। କୀର୍ତ୍ତନାୟ ସଦା ହରି, ହରେ ନାମ ହରେ ନାମ ହରେ ନାମ କେବଳ କଳଉ ନାସ୍ତେବ ନାସ୍ତେବ ଗତିରନ୍ୟଥା। ଗୋଟେ ଗୌଡୀୟ ବୈଷ୍ଣବକୁ କେତେ ଜଣ ଅଛନ୍ତି ରୀତିକ ମାନେ ନିନ୍ଦା କରୁଛନ୍ତି। କଣ କଲେ? ସତ୍ସଙ୍ଗକୁ ଆସୁନାହାନ୍ତି, ସେଠି ଯାଇକିରି ଅଷ୍ଟମପ୍ରହରୀ ଭିତରେ ଏତେ ଘିଅ ଦୀପ ଦେଇକିରି ବନ୍ଦିଆ ଜଳଉଛନ୍ତି ପ୍ରଭୁଙ୍କ ମୁହଁରେ ଚାରିପାଖ, କେତେ କଥା କହୁଛନ୍ତି। ରେ ଠାକୁର ତ ନିଜେ କହିଲେ ମୁଁ ହିଁ ଚୈତନ୍ୟ। ତାହେଲେ ତମର ତ ଯିଏ ଇଷ୍ଟ, ଯିଏ ତ ଠାକୁର, ଯିଏ ତୁମର ନେତା, ତୁମର ମାନେ ନେତା କହିବାକୁ ଗଲେ ତୁମର ମାନେ ଉପରିସ୍ଥ ଯିଏ ଅଛନ୍ତି, ତୁମେ ଯାହା ଅଧୀନରେ ଅଛ, ସିଏ ତ କହୁଛନ୍ତି ମୁଁ ହଉଛି ସିଏ। ତାହେଲେ ତମେ ମାନେ ଏତେ ଚୈତନ୍ୟ ମହାପ୍ରଭୁଙ୍କର ଏତେ ନିନ୍ଦା କାହିଁ କରୁଛ? ସେ ନିୟମ ଅଛି, ତାଙ୍କୁ ଅଗ୍ନିରେ ଶାନ୍ତ କରାଯାଏ ପ୍ରଭୁଙ୍କୁ, ତାଙ୍କୁ ସନ୍ଧ୍ୟା ଆଳତି କରାଯାଏ, ସନ୍ଧ୍ୟା ବିନତି ପ୍ରାର୍ଥନା କରାଯାଏ। ତମର ଯେମିତି ଏଠି ବିନତି ପ୍ରାର୍ଥନା ଅଛି, ସେଠି ସେମିତି ପ୍ରାର୍ଥନା ହୁଏ, ସେଠି ଯେମିତି ତାଙ୍କୁ ଆଳତି ଆରାଧନା କରା ହୁଏ, ସେଠି ସେମିତି ଘଣ୍ଟି ବାଜେ, ସବୁ କରା ହୁଏ। କିନ୍ତୁ ନିନ୍ଦା କାହିଁକି କରୁଛ? ଯେଉଁ ରୀତିକ ମାନେ ହୁଅନ୍ତୁ ବା ଯେଉଁ ସ୍ୱସ୍ତିକ ମାନେ, ଯେକୌଣସି ଲୋକ, ରୀତିକ ସ୍ୱସ୍ତିକ କଥା ଛାଡ଼ି ଦିଅନ୍ତୁ, ଯେକୌଣସି ଲୋକ ଅନ୍ୟର ମାନେ ଅନ୍ୟର ଇଷ୍ଟ କିଏ? ମହାପ୍ରଭୁ ଶ୍ରୀ ଚୈତନ୍ୟକୁ ଗ୍ରହଣ କରିଛନ୍ତି। ସେ ମହାପ୍ରଭୁ ଚୈତନ୍ୟ ତାଙ୍କର ଗୁରୁ ଭିତରେ ଆସୁଛନ୍ତି,
ତାଙ୍କୁ ସେ ମାନୁଛନ୍ତି ସେ ଭଗବାନ। କେତେଜଣ ଠାକୁର ଅନୁକୂଳ ମାନୁଛନ୍ତି, କେତେଜଣ ନିଗମାନନ୍ଦକୁ ମାନୁଛନ୍ତି, କେତେଜଣ ଜଗନ୍ନାଥକୁ ମାନୁଛନ୍ତି, ସେ ଯାହାର ଇଚ୍ଛା। କିନ୍ତୁ ଯିଏ ନିନ୍ଦା କରିଦେଲା ଆଉ ଗୋଟିଏ, ଜାଣିବେ ତା ପାଖରେ କିଛି ହିଁ ନାହିଁ। ଠାକୁର ତ ମୂଳରେ କହିଲେ ଅନ୍ୟର ଇଷ୍ଟ ନିନ୍ଦା କରି ହେଲୁ ଇଷ୍ଟ ନିଷ୍ଠ। ନିଜର ଇଷ୍ଟ ନିନ୍ଦା ହେଲା ବୁଝିଲେ ସେ ପାପିଷ୍ଟ। ତେଣୁ ସେ ପାପିଷ୍ଟ ହେଇଗଲା। ଯିଏ ଅନ୍ୟ ଦେବାଦେବୀ ମାନଙ୍କର ନିନ୍ଦା ଭର୍ସନା କରେ ସେ ପାପିଷ୍ଟ ହେଇଗଲା ଅଲରେଡି। ତେଣୁ ତା ପାଖରୁ କି ଶିକ୍ଷା ମିଳିବ? କିଛି ଶିକ୍ଷା ମିଳିବ? ତାକୁ ଛାଡ଼ି ଦିଅନ୍ତୁ, ଗୁଡ ବାଇ କରିଦିଅନ୍ତୁ। ସତ୍ୟାନ୍ୱେଷଣ ଭିତରେ ଦେଇ ଆସନ୍ତୁ। ଠାକୁରଙ୍କ ସହିତ ସଂଶ୍ଳିଷ୍ଟ ରୁହନ୍ତି। ଠାକୁରଙ୍କ ଭିତରେ ଯେଉଁମାନେ ରହିଛନ୍ତି ତାଙ୍କୁ ଦୂରେଇ ଦିଅନ୍ତି। ତାପରେ ଆମର କିଛି ଶିକ୍ଷା କରିବାର ନାହିଁ, କିଛି ବି ଶିକ୍ଷା କରିବାର ନାହିଁ। ଆମ ଭୁଲ ବାଟରେ ଆମେ ଯିବୁନି। ଆମ ଆଖି ଖୋଲି ଯାଇଛି, ଆମେ ପ୍ରଭୁଙ୍କର କଥା ଭିତରେ ଦେଇକରି ଯିବୁ। କେତେ ଜଣଙ୍କୁ ଏଇ କଥାଟି ଖରାପ ଲାଗୁଥିବ, କାହିଁକିନା ତାଙ୍କର ସ୍ୱାର୍ଥ ଭିତରେ ଆଞ୍ଚ ଆସିଯାଉଛି। ଏଠି ଠାକୁର ସମସ୍ତଙ୍କ ସ୍ୱାର୍ଥ ନିମିତ୍ତ, ସମସ୍ତଙ୍କ ସ୍ୱାର୍ଥ ମାନେ ସମସ୍ତଙ୍କର ସ୍ୱାର୍ଥ ଯୋଉଠି ଅଛି ନା, ସମସ୍ତଙ୍କ ସ୍ୱାର୍ଥ କଣ? ସୁଖ, ଆନନ୍ଦ, ଶାନ୍ତି। ସେଇଟା ହଉଛନ୍ତି ସମସ୍ତ ଜୀବଙ୍କର ସ୍ୱାର୍ଥ। ତେଣୁ ସେ ସ୍ୱାର୍ଥ କଥା ଏଠି ଠାକୁର କହିଦେଉଛନ୍ତି, କୃଷ୍ଣ ନାମରେ ବିପଦ ନଥାଏ, ଯାହାକୁ ଧରିବୁ ସେଥିରେ ହିଁ ପାଇବୁ। ଯେମିତି ପ୍ରହ୍ଲାଦ କହିଥିଲେ, ଏଇ ଖମ୍ବ ଭିତରେ ଅଛନ୍ତି ମୋର ପ୍ରଭୁ। ବାହାରିଲେ ପ୍ରଭୁ, ସେଠୁ ବାହାରିଲେ କୋଉଠି ନାହାନ୍ତି, ଅତ୍ର ତତ୍ର ସର୍ବତ୍ର ହରି ସମାନ। ରାମକୃଷ୍ଣ ତୁମମାନଙ୍କ ହାତ ପାଖରେ। ଡେଇଁ ପଡ କୀର୍ତ୍ତନରେ ବ୍ରହ୍ମସାଗରରେ ଡୁବିଯିବୁ। କୀର୍ତ୍ତନରେ ହିଁ ଡେଇଁବା ଭିତରେ ହିଁ ବ୍ରହ୍ମସାଗର ଭିତରେ ଆମେ ଡୁବି ଯିବାକୁ ପଡିବ। ବ୍ରହ୍ମସାଗର ହଉଛନ୍ତି ନା କୀର୍ତ୍ତନ। କୀର୍ତ୍ତନ ହେ ସଦାହରି, କୀର୍ତ୍ତନ ଭିତର ଦେଇକିରି ପ୍ରାଣ ସଂଗାତରେ ଆଜି ଗଙ୍ଗା କୂଳେ ଗୋରା ଯାଉଛି। କବି କଣ ଠାକୁର ଅନୁକୂଳ ଚନ୍ଦ୍ର କଥା ଭିତରେ ମହାପ୍ରଭୁ ଶ୍ରୀ ଚୈତନ୍ୟ କଥା ପୁରେଇଲେ। ଆମେ ବୁଝିନେ ବୋଲି ଆମେ କହୁଛେ ସିଏ ଗୋଟେ ଇଏ ଗୋଟେ, କିନ୍ତୁ ସବୁ ଦେଖିଲେ ହିଁ ଗୋଟାଏ। ବିଭିନ୍ନ ରୂପ ଦେଇକିରି ଆସନ୍ତି ଭକ୍ତମାନଙ୍କ ସହିତ ଲୀଳା କରିବା ପାଇଁ। ଆଉ ଯଦି ଆମେ ନ ବୁଝିବା, ଆଜି ଶୋଇପଡିବା, ତାହେଲେ ଆଉ ଜୀବନରେ କେହି ବୁଝିପାରିବାନି। ଏଇ ଜୀବନରେ ଅଭିନୟ ସମସ୍ତେ କରୁଛେ, ଆମର ଅଭିନୟ ସରିଗଲେ ଆମେ ଚାଲିଯିବା। ଆମ ମନ ଭିତରେ ବି ଦୁଃଖ ଅଛି, ଦୁର୍ଦ୍ଦଶା ଅଛି, ଅଭାବ ଅସୁବିଧା ଅଛି। କାହିଁକି ଅଭାବ ରହୁଛି ନା, ମତେ ଯେ କର ଏଠି ଆସ ଗୋବିନ୍ଦ, ମୁଁ ତାରେ କରେ ସର୍ବନାଶ। ସେ ସମସ୍ତ କିଛି ନେଇଯାଆନ୍ତି। ଆଜି ଜାଣିଛନ୍ତି ସୁଦାମା ଯଦି ଖାଇଦେବେ, ଯଦି ଦି ମୁଠା କଣ, ଏଇ ଯୋଉ ଦି ମୁଠା ଖାଦ୍ୟ ତାଙ୍କୁ ଦିଆଯାଇଥିଲା, ସେ ଯୋଉ ଶିକ୍ଷା ଯୋଉ କରୁଥିଲେ ଗୁରୁ କପା ନିକଟରେ, ଭଗବାନ କୃଷ୍ଣଚନ୍ଦ୍ର, ବଳରାମ ସମସ୍ତ ତାଙ୍କୁ ଯେତେବେଳେ ଏଇ ଯୋଉ ଦି ମୁଠା ତାଙ୍କ ପାଇଁ ମୁଢି ବା ଖୁଦ ଯାଇଥିଲା ବା ଜଳଖିଆ ଯାଇଥିଲା, ଯାହା ତାକୁ ସୁଦାମା ଗଛ ଉପରେ ବସି ଖାଇଦେଲେ। କାହିଁକି ଖାଇଲେ ଜାଣିଛନ୍ତି? ସମସ୍ତେ କିନ୍ତୁ ସୁଦାମା ଖାଇଦେଲେ ବୋଲି ଗରିବ ହେଲେ ନା, ସୁଦାମା ଗରିବକୁ ନିମନ୍ତ୍ରଣ କରିକି ହିଁ ଖାଇଛନ୍ତି। କାହିଁକି ନା, ସୁଦାମା ଜାଣିଥିଲେ ଯଦି ୟାକୁ ଭଗବାନ ଖାଇଦେବେ, ଭଗବାନଙ୍କର ଷଡ଼ୈଶ୍ୱର୍ଯ୍ୟ ନଷ୍ଟ ହେଇଯିବ, ଭଗବାନ ପାଖରେ ଆଉ କିଛି ରହିବନି। ସେ ଜାଣିପାରିଥିଲେ। ତେଣୁ ସିଏ ହଉଛନ୍ତି ମିତ୍ର, ପ୍ରକୃତ ମିତ୍ର। ବିପଦ ପଛେ ମୋ ଭିତରକୁ ଆସୁ, କିନ୍ତୁ ମୋର ମିତ୍ର ପାଖକୁ ବିପଦ ନ ଯାଉ। ସେ ତାକୁ ଭାବୁନଥିଲେ ଭଗବାନ ବୋଲି, ପଛରେ ଜାଣିଲେ। କହିଲେ କଣ, ମୋର ମିତ୍ର ଯିଏ ଷଡ଼ୈଶ୍ୱର୍ଯ୍ୟର ଅଧିକାରୀ, ଭଗବାନ ବୋଲି ଜାଣିଥିଲେ ବି ସେ କିନ୍ତୁ ମିତ୍ର ରୂପରେ ବେଶୀ ହିଁ ଜାଣନ୍ତି। ତାଙ୍କ ପାଖରେ ଏସବୁ ପଳେଇବ ନା, ମୁଁ ବରଂ ଗରିବ ହେଇଯିବି। ଖାଇ ଦେଇଛନ୍ତି। ଭଗବାନ ଯେତେ ମନା କଲେ, ଏରେ ମୋର ଭାଗଟା ତୁ ଖାନା ଖାନା, ନା ପ୍ରଭୁ ମୁଁ ଖାଇବି, ମୁଁ ଖାଇବି, ମୁଁ ଖାଇବି, ଖାଇଦେଲେ ଗରିବ ହେଇଯାଇଛନ୍ତି। ଯେତେବେଳେ ମାଗିକିରି ଆଣିଛନ୍ତି, ଖୁଦ ଦେଇଛନ୍ତି, ତାପରେ ତାଙ୍କର ପୂର୍ବ ଅବସ୍ଥା ଆସିଛି। କିନ୍ତୁ ସିଏ ଯୋଉ ଖାଇଦେଲେ, ଏତିକି ବର୍ଷ ପର୍ଯ୍ୟନ୍ତ ଭଗବାନ ପାଖରେ ଷଡ଼ୈଶ୍ୱର୍ଯ୍ୟ ପଳେଇଥାନ୍ତା। ତେଣୁ ଭଗବାନଙ୍କର ବିଚିତ୍ର ଲୀଳା, ଭଗବାନଙ୍କର କଥା ଭିତରେ ବହୁତ କଥା ଅଛି। ଆମେ କିଛି ଜାଣିବାକୁ ଚାହୁଁନି ବା ଚେଷ୍ଟା କରୁନି। ଗୀତା ଭାଗବତ ପଢିବା, ଆପଣ ନ ପଢନ୍ତୁ, ମୋର କିଛି ମତଲବ ନାହିଁ।
जदि न पढ़ुछन ठाकुरंकर से जो नीति नियम भीतर देख रहउछन तो जो गुरु परंपरा ग्रहण कर ता भीतर दे रहउछन रहउना जदि रही थांते एई सब मंतव्य दवा पूर्व सहित भाबी जिनसटी कौन कथाटी कौन मत कष्ट लगे कहीं आम ठाकुर कथा कहूँ ठाकुर कथा कह भीतर जदि कोई भूल है दरकार किंतु क्या इंगित करी कहवा दरकार नहीं इंगित करी कहतु भी मो जोगी मो थार सब भल देले मो पाक आसीबो खराब देले मो पाक आसे मो चाहिले भी से मेसेज गुडा डिलीट करि परंत नाही समस्त देखो समस्त जानो भगवान कथा भीतर देखिरा में जीवा फालतू जिनस भीतर मुंड पुरेबानी सुख सुख कई पागल होवाने कहीं ना सुखटा हो प्रभुंकर शरण रे अछि प्रभुंकर श्री चरण रे अछि प्रभुंकर चरण शरण को छाड़ी के आउ अन्य जोठी की जीवा रे सुख नै आ से जो सुखटा अछि देखिबे को से सुख नहे से जो शरीर को उपभोग करिया पे उपभोगर सामग्री सुख नहे उपभोगर सामग्री शरीर किछि समय तक उपभोग कला पर ताकु भी ताठ मन तार छाड़ी जाय कहीं ना वास्तविक सुख नहे आम आखि देखा जो चिड़ा सुख किंतु से वास्तविक सुख तेणु वास्तविक सुख होचंदी कृष्ण नाम रे सेति में ठाकुर कहले कृष्ण नाम ही बांटी जा देई जा समस्त को थारे कृष्ण नाम नियो जय राधे राधे कृष्ण कृष्ण गोविंद गोविंद बोलो रे आज भाई कथा बैठे रखुछी जय गुरु जय श्री राम भल लागितले जय गुरु बोली निश्चित भाव रे कमेंट करिवे जय जगन्नाथ जय गुरु जय श्री राधे श्याम।